ଆପଣମାନେ ତ ସମସ୍ତେ ମହାଦେବଙ୍କର ନଟରାଜ ରୂପକୁ ଦେଖିଥିବେ, କିନ୍ତୁ କେବେ ଧ୍ୟାନରେ ଦେଖିଛନ୍ତି ମହାଦେବଙ୍କର ପାଦ ତଳେ କିଏ ସେ ଅଛି? ଇଏ କୋଉ ସାଧାରଣ ଅସୁର ନୁହଁ, ଏ ଅସୁର ଆଜି ମଧ୍ୟ ଜୀବିତ ଅଛି। ଯଦି ଏ ଅସୁରକୁ ମାରି ଦିଆଯାଇଥାନ୍ତା, ହୁଏତ ସଂସାରକୁ ମଧ୍ୟ ବିପଦ ଥିଲା। ସେଥିପାଇଁ ମହାଦେବ ଆକୁ ପାଦ ତଳେ ରଖିଛନ୍ତି। ଆର ରହସ୍ୟ କଣ? ଅପସ୍ମାର ନାମକ ଏକ ଦାନବ ଥିଲା, ଯୋଉ ଦାନବର କାର୍ଯ୍ୟ ଥିଲା କି ସେ ସମସ୍ତଙ୍କ ଠାରୁ ଜ୍ଞାନ ନେଇଯାଉଥିଲା। ସେ କାହା ମସ୍ତିଷ୍କରେ ବି ଜ୍ଞାନ ରହିବାକୁ ଦଉନଥିଲା। ଯେତେ ଋଷିମୁନି ହୁଅନ୍ତୁ କି ଯେକୌଣସି ବି ମନୁଷ୍ୟ ହୁଅନ୍ତୁ, ସମସ୍ତଙ୍କ ଠାରୁ ସେ ଜ୍ଞାନ ଲୁପ୍ତ କରିଦେବାକୁ ସାରା ସଂସାରବାସୀକି ସେ ଅଜ୍ଞାନ କରିବାକୁ ଚାହୁଁଥିଲା। ସେଥିପାଇଁ ମୁନି ଋଷି ଆଉ ଦେବତାମାନେ ଚିନ୍ତାରେ ପଡ଼ିଗଲେ, ଆଉ ମହାଦେବଙ୍କ ପାଖରେ ଯାଇ ଗୁହାରି କଲେ। କିନ୍ତୁ ମହାଦେବ ସେ ଅପସ୍ମାରକୁ ମାରିବା ପାଇଁ କୌଣସି ତ୍ରିଶୂଳ କି କୌଣସି ଯୁଦ୍ଧ କଲେ ନାହିଁ। ମହାଦେବ ଆନନ୍ଦରେ ବ୍ରହ୍ମାଣ୍ଡୀୟ ନୃତ୍ୟ କରିବାକୁ ଲାଗିଲେ, ଆଉ ସେ ନୃତ୍ୟରେ ହିଁ ଅପସ୍ମାରର ଉପରେ ଡାହାଣ ଗୋଡ଼ ରଖିଦେଇଥିଲେ, ଯାହାଫଳରେ କି ଅପସ୍ମାର ମହାଦେବଙ୍କ ପାଦ ତଳେ ହିଁ ରହିଗଲା। ମହାଦେବ ତାର ବଧ କଲେ ନାହିଁ, ଏଥିପାଇଁ କି ଅପସ୍ମାରର ମାନେ ହେଲା ଅଜ୍ଞାନ। ଯଦି ଅଜ୍ଞାନକୁ ମାରି ଦିଆଯିବ ଏ ସଂସାରରୁ, ତାହେଲେ ଜ୍ଞାନର ମହତ୍ଵ କିଛି ରହିବ ନାହିଁ। ଯେମିତିକି ଅନ୍ଧକାରକୁ ମାରି ଦିଆଗଲେ ଆଲୋକର ବା ପ୍ରକାଶର ମହତ୍ଵ କିଛି ରହିବ ନାହିଁ, ସେମିତି ଅପସ୍ମାରକୁ ମହାଦେବ ନ ମାରିକି ତାଙ୍କ ନଟରାଜ ରୂପରେ ପାଦ ତଳେ ହିଁ ଅପସ୍ମାରକୁ ସ୍ଥାନ ଦେଇଥିଲେ। ତ ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ।